ପ୍ରିୟ ଆତ୍ମନ୍, ସବୁ ବଡ଼ ବଡ଼ ଡାକ୍ତର ବର୍ତ୍ତମାନ ଧୀରେ ଧୀରେ ଏହି ସିଦ୍ଧାନ୍ତରେ ପହଞ୍ଚିଲେଣି ଯେ ରୋଗୀକୁ ଔଷଧ ଦ୍ୱାରା ରୋଗମୁକ୍ତ କରାଯାଇପାରେ ନାହିଁ। ରୋଗ ଭଲ କରିବା ଅଥବା ମନୁଷ୍ୟକୁ ସୁସ୍ଥ କରିବା ତାହାର ନିଜର, ତାହାର ଜୀବର ବା ତାହାର ଆତ୍ମା ବା ତାହାର ଅହଂ ବା ତାହାର ସ୍ୱର ଅଧୀନ। ହୋମିଓପାଥି ଡାକ୍ତରମାନଙ୍କ ମତରେ ଔଷଧ ମନୁଷ୍ୟମାନଙ୍କ ମନ ଉପରେ ନିଜର ପ୍ରଭାବ ପକାଏ, ତାକୁ ସାହାଯ୍ୟ କରି ଆତ୍ମା ଦ୍ୱାରା ହିଁ ରୋଗକୁ ଭଲ କରାଇଥାଏ। ଡାକ୍ତରମାନଙ୍କର ମତରେ ମଲମରେ ମଧ୍ୟ ଘାକୁ ଭଲ କରିବାର ଶକ୍ତି ନଥାଏ। ମାତ୍ର ମଲମ ଏଣ୍ଟିସେପ୍ଟିକ୍ ହୋଇଥାଏ। ଏହା ଘାକୁ ଜୀବାଣୁ ବା କୀଟାଣୁମାନଙ୍କ ପ୍ରଭାବରୁ ରକ୍ଷା କରି ଘାକୁ ଦୂଷିତ ହେବାକୁ ଦିଏ ନାହିଁ, ମାତ୍ର ରୋଗକୁ ଭଲ କରିଥାଏ। ରୋଗୀର ଜୀବନୀ ଶକ୍ତି, ତାର ଆତ୍ମା ବା ତାହାର ସଂସ୍କୃତରେ ତ ଆରୋଗ୍ୟର ଅବସ୍ଥାକୁ ସୁସ୍ଥତା କହନ୍ତି ଏବଂ ଆରୋଗ୍ୟ ବା ନିରୋଗତାକୁ ସୁସ୍ଥ କହନ୍ତି। ସୁସ୍ଥ ସେ ଯେ ନିଜ ସ୍ୱରେ ସ୍ଥିତ, ଅଥବା ଏହା କହିପାରନ୍ତି ଯେ ନିଜ ନିଜଠାରେ ଥାଏ। ଯେ ସୁସ୍ଥ ନୁହେଁ ସେ ପରସ୍ତ। ତାକୁ ସୁସ୍ଥ କୁହାଯାଇପାରିବ ନାହିଁ। ବଡ଼ ହେଉ ବା ଛୋଟ ହେଉ, ଭଲ ହେଉ ବା ଖରାପ ହେଉ, ଦେବତା ହେଉ ବା ଈଶ୍ୱର ହେଉ, ଭୂତ ହେଉ ବା ଯେ କେହି ବି ହେଉ, ଯଦି ନିଜର ନିଜେ ନୁହେଁ ତେବେ ସେ ପରସ୍ତ। ଯେ ନିଜେ ନିଜର ନୁହେଁ ସେ ନିଜର ନିଜେ ନୁହେଁ। ବିଦେଶୀ, ବିଜାତୀୟ ବା ଏହା କୁହନ୍ତୁ ଯେ ତାହା ଗୋଟିଏ ଫରେନ୍ ମ୍ୟାଟର, ଯାହାର ପ୍ରଭାବ ମନୁଷ୍ୟ ଶରୀର ଉପରେ ପଡ଼ି ତାର ହୃଦୟ, ମସ୍ତିଷ୍କ, ମନ ଏବଂ ଶରୀରକୁ ସୁସ୍ଥ କରିବାକୁ ଦିଅନ୍ତି ନାହିଁ। ଏହି କାରଣରୁ ଖାଣ୍ଟି ମତବାଦୀ ଲୋକେ ବା କୌଣସି ଦେବୀ ଦେବତା ବା ଭୂତ ପ୍ରେତ, ଈଶ୍ୱର ବା ଦେବାସୁର ଇତ୍ୟାଦି ମଧ୍ୟରୁ କାହାରି ନା କାହାରି ଉପାସକ ଅଳ୍ପ କିଛି ପାଗଳ ଅବଶ୍ୟ ହୋଇଥାନ୍ତି। ଏପରି ଲୋକଙ୍କର ମନ, ବୁଦ୍ଧି ବା ମସ୍ତିଷ୍କକୁ ନିକଟରୁ ଅଧ୍ୟୟନ କଲେ ଜଣାପଡ଼ିବ ଯେ ତାହାର ମସ୍ତିଷ୍କ, ହୃଦୟ, ବୁଦ୍ଧି ଏବଂ ମନ ସାଧାରଣ ମନୁଷ୍ୟମାନଙ୍କ ଠାରୁ ଅଧିକ ବିପରୀତ ଏବଂ ଅସାଧାରଣ। କେବେ କେବେ ତ ଏହି ମତବାଦୀ ଦେବତା ବା ମତବାଦୀ କୃତ୍ୟର ଅନୁଷ୍ଠାନକାରୀମାନେ ପୂର୍ଣ୍ଣ ରୂପରେ ପାଗଳ ବା ଅନେକ ପ୍ରକାରର ରୋଗୀ ହୋଇଯାଆନ୍ତି। ଏପରି ଅବସ୍ଥାରେ ଏପରି କୁହାଯାଇପାରେ ଯେ ଏଥିରେ ଦେବତା ରୁଷ୍ଟ ହୋଇଗଲେ। ମାତ୍ର ଏ ପ୍ରଶ୍ନ ଉପରେ ଏ ପ୍ରକାରର ବିଚାର କେବେ କରାଯାଇ ନାହିଁ ଯେ ଦେବତାଗଣ ଏପରି ଉପାସକଙ୍କ ଉପରେ କାହିଁକି ରୁଷ୍ଟ ହୋଇଯାଆନ୍ତି। କ୍ରୋଧ ତ ସେମାନଙ୍କ ଉପରେ ହେବା ଉଚିତ ଯେଉଁମାନେ ସେମାନଙ୍କର ପୂଜା ବା ଉପାସନା କରନ୍ତି ନାହିଁ। ମାତ୍ର ଏପରି ହୁଏ ନାହିଁ। ଦେବତା, ଦେବୀ ବା ମତବାଦୀ କୃତ୍ୟର ଉପାସକ ବା ସାଧକମାନେ ହିଁ କୌଣସି ନା କୌଣସି ରୂପରେ ପାଗଳ ବା ବିକୃତ ମସ୍ତିଷ୍କ ହେଉଥିବାର ଦେଖାଯାଇଥାଏ। ତାହା ହେବା ମଧ୍ୟ ଉଚିତ, କାରଣ ଦେବସ୍ଥ, ଭୂତସ୍ଥ ଏବଂ ମତବାଦସ୍ଥ ସୁସ୍ଥ ହୁଅନ୍ତି ନାହିଁ, କାରଣ ଏମାନଙ୍କ ହୃଦୟ, ବୁଦ୍ଧି, ମସ୍ତିଷ୍କ ଏବଂ ମନ ନିଜର ନିଜଠାରେ ଥାଏ ନାହିଁ, କିନ୍ତୁ ନିଜକୁ ଛାଡ଼ି କୌଣସି ପର ବା ଅନ୍ୟଠାରେ ସ୍ଥିର ହୋଇଥାଏ ଏବଂ ସୁସ୍ଥ ହୋଇନଥାଏ। ଔଷଧ ବା ଡାକ୍ତର ଉଭୟ ପର, ଆପଣାର ନିଜ ନୁହନ୍ତି। ଏଥିପାଇଁ ଔଷଧ ଏବଂ ଡାକ୍ତରର ଭରସା ରଖିଥିବା ଲୋକ, ନିତ୍ୟ ଏହାର ସେବନ କରୁଥିବା ଲୋକ ସୁସ୍ଥତା ଠାରୁ ଦୂରେଇ ରହି ମୃତ୍ୟୁ ଏବଂ ରୋଗ ଆଡ଼କୁ ବଢ଼ୁଥାନ୍ତି। ଔଷଧ ଦ୍ୱାରା ଯଦି ଗୋଟିଏ ରୋଗ କମିଯାଏ ତ ଅନ୍ୟ କେତେକ ରୋଗର ଉତ୍ପତ୍ତିର କାରଣ ହୋଇଥାଏ। ବୈଦ୍ୟମାନଙ୍କର ନିନ୍ଦା ଏଲୋପାଥି ଡାକ୍ତର କରୁଥିବା ବେଳେ ଏଲୋପାଥିର ବୈଦ୍ୟ, ଏ ଉଭୟଙ୍କର ନିନ୍ଦା ହୋମିଓପାଥି ଡାକ୍ତର କରନ୍ତି। କହନ୍ତି ଯେ ଏମାନଙ୍କ ଏହି ଔଷଧ ଯୋଗୁଁ ରୋଗ ଅସାଧ୍ୟ ହେଉଅଛି। ହୋମିଓପାଥି କହେ ଯେ ଏମାନଙ୍କ ଔଷଧରେ କେହି ପ୍ରକୃତରେ ଭଲ ହୁଅନ୍ତି ନାହିଁ। ହୋମିଓପାଥି ଡାକ୍ତର ପ୍ରଥମେ ରୋଗୀ ମଧ୍ୟରୁ ଏ ଔଷଧର ଗୁଡ଼ିକର ବିଷ ବାହାର କରିବାର ପ୍ରୟାସ କରିଥାଏ। ମାତ୍ର ଆଶ୍ଚର୍ଯ୍ୟ ଏଇଆ ଯେ ଏହା ନାମକୁ ମାତ୍ର, କିନ୍ତୁ ଏମାନେ ମଧ୍ୟ ଔଷଧ ହିଁ ଦେଇଥାନ୍ତି। ଅଳ୍ପ ହେଲେ ମଧ୍ୟ ତାହା ପରର ବସ୍ତୁ। ଆତ୍ମାଠାରୁ ଅଲଗା ଗୋଟିଏ ଜଡ଼ ବସ୍ତୁ ନିଜର ଶରୀର ନିଜକୁ ବୋଝ ଭଳି ଜଣାପଡ଼େ ନାହିଁ, ମାତ୍ର ଏହା ପର ପଦାର୍ଥ। ଜୀର୍ଣ୍ଣ ହୋଇ ଯେପର୍ଯ୍ୟନ୍ତ ନିଜ ମଧ୍ୟରେ ମିଶିଯାଏ ନାହିଁ ତାହା ବୋଝ ଭଳି ମନେ ହୁଏ। ଯେପର୍ଯ୍ୟନ୍ତ ଏ ଶରୀର, ପେଟ, ବୁଦ୍ଧି
ମନ ବା ମସ୍ତିଷ୍କରୁ ବାହାରି ଯାଇ ନାହିଁ ସେ ପର୍ଯ୍ୟନ୍ତ ମନୁଷ୍ୟ ରୋଗୀ ଏବଂ ଅସୁସ୍ଥ ରହିଥାଏ। ଶେଷରେ ଜୀର୍ଣ୍ଣ ହୋଇନଥିବା ପଦାର୍ଥ ଗୋଟିଏ ଦାନା ହେଲେ ମଧ୍ୟ ରୋଗର କାରଣ ହେବ। କାରଣ ଏହା ପର, ଆତ୍ମା ଭିନ୍ନ। ଅନ୍ୟ ବିଚାର ଯଦି ମସ୍ତିଷ୍କରେ ପଶିଯାଏ ତେବେ ବୁଦ୍ଧିକୁ ଖରାପ କରିବା ଏବଂ ମନୁଷ୍ୟକୁ ପାଗଳ କରିବା ପାଇଁ ଯଥେଷ୍ଟ ହୋଇଥାଏ। କେତେକ ବଡ଼ ବଡ଼ ଡାକ୍ତର ବର୍ତ୍ତମାନ ଗୋଟିଏ ନୂଆ ଚିକିତ୍ସା ବାହାର କରିଛନ୍ତି। ଏହାର ନାମକୁ ଆମେ କର୍ମ ଚିକିତ୍ସା ରଖିଛୁ। ଏହା ଅନୁସାରେ ଅଙ୍ଗଗୁଡ଼ିକ ତଥା ଅନେକ ରୋଗ କର୍ମ ଦ୍ୱାରା ଅର୍ଥାତ୍ କାମ କରିବା ଦ୍ୱାରା ବିଭିନ୍ନ ଅଙ୍ଗରେ ବୁଦ୍ଧି ଦ୍ୱାରା ବିଭିନ୍ନ ପ୍ରକାରର କାମ କରି ବିଭିନ୍ନ ପ୍ରକାରର ଗତି ଦେଲେ ରୋଗୀ ଭଲ ହୋଇଯାଏ। ଜଣେ ମନୁଷ୍ୟର ହାତ ଏବଂ ଆଙ୍ଗୁଳି ଗୁଡ଼ିକ ପକ୍ଷାଘାତ ଦ୍ୱାରା ଆକ୍ରାନ୍ତ ହୋଇଥିଲା। ସେ ହାତ ବା ଆଙ୍ଗୁଳି ଦ୍ୱାରା ଲେଖିପାରୁନଥିଲା। ସେ ମୋର ଏଠାକୁ ଆସିବାରୁ ମୁଁ ଲେଖିବାର କାମ ଦେଲି। ସେ କିଛି କିଛି କାମ କରିବାକୁ ଲାଗିଲା। ବର୍ତ୍ତମାନ ତାହାର ହାତ ଏବଂ ଆଙ୍ଗୁଳି ଭଲ ଭାବରେ କାମ କରିପାରୁଛି ଏବଂ ଭଲ କାମ ଦେଉଛି ମଧ୍ୟ। ଏ କର୍ମ ଚିକିତ୍ସା ବହୁତ ସଫଳ ହୋଇଛି। ଯେଉଁ ଅଙ୍ଗର ବାରମ୍ବାର ସଞ୍ଚାଳନ ହୁଏ ସେ ଅଙ୍ଗକୁ ଆତ୍ମାର ବିଶେଷ ରୂପରେ ବାରମ୍ବାର ଯିବା ଆସିବା ହୋଇଥାଏ। ପହିଲମାନ ଯେଉଁ ଅଙ୍ଗର ବ୍ୟାୟାମ କରେ ସେ ଅଙ୍ଗ ବହୁତ ବଳବାନ ହୋଇଯାଏ। ଯେଉଁ ଅଙ୍ଗର ବ୍ୟାୟାମ କରାଯାଏ ସେହି ଅଙ୍ଗର ଗୋଟିଏ ବିଶେଷ ପ୍ରକାରର ସଂକୋଚନ ଏବଂ ପ୍ରସାରଣ ହୁଏ, ଅଥବା ଏହା କହିପାରନ୍ତି ଯେ ସେ ଅଙ୍ଗକୁ ଗୋଟିଏ ବିଶେଷ ପ୍ରକାରର ହଲାହଲି କରି ସେଥିରେ ଗତି ଦିଆଯାଏ, ତାହାକୁ ଗତିଶୀଳ କରାଯାଏ। ଏହା ସମସ୍ତଙ୍କୁ ଜଣାଅଛି ଯେ ଆତ୍ମା ଜୀବନ ବା ଜୀବ ଅଙ୍ଗଗୁଡ଼ିକୁ ଗତିଶୀଳ କରେ, ସେଥିରେ ଗତି ଦିଏ ଏବଂ ତାହାକୁ ହଲାହଲି କରେ। ଏହା ଶରୀରକୁ ବା ତାହାର ଅଙ୍ଗଗୁଡ଼ିକୁ ସଞ୍ଚାଳନର ଯୋଗ୍ୟ ଅଥବା ତାହାକୁ ନରମ, ସରସ, ସଜୀବ ଏବଂ ସୁନ୍ଦର କରିଥାଏ। ମାତ୍ର ମୃତ୍ୟୁ ବା ରୋଗ ଯେତେ ଏ ଶରୀରରେ ବା ଶରୀରର ଅଙ୍ଗଗୁଡ଼ିକରେ ବ୍ୟାପୁଥାଏ ସେତେ ଏ ଶରୀରର ଅଙ୍ଗଗୁଡ଼ିକୁ ସଙ୍କୁଚିତ କରାଏ, ଶୁଖାଏ, ନିରସ, ନିର୍ବଳ ଏବଂ ଗତିହୀନ ତଥା ନିର୍ଜୀବ କରୁଥାଏ। ଶରୀର ସରସ, ସଜୀବ, ସବଳ, ସଶକ୍ତି ଏବଂ ସୁନ୍ଦର ହେବାର ଅର୍ଥ ଅମୃତ ତତ୍ତ୍ୱ ଆଡ଼କୁ ଯିବା ଏବଂ ଏହାର ବିପରୀତ ଏହାର ସଂକୋଚନ, ଜଡ଼ତା, ନିରସତା ଏବଂ ନିର୍ଜୀବତା ଦିଗକୁ ଯିବା ଅଥବା କ୍ରମଶଃ ଶରୀରର ଅଙ୍ଗଗୁଡ଼ିକର ସୌନ୍ଦର୍ଯ୍ୟ ନଷ୍ଟ ହେବାକୁ ଯିବା ମାନେ ମୃତ୍ୟୁ ଦିଗକୁ ଅଗ୍ରସର ହେବା। 2 ଘଣ୍ଟା ଚକା ମାରି ବସି ନିଶ୍ଚଳ ହୋଇ ଗୋଡ଼ ଆଡ଼ୁ ଆତ୍ମା ବା ମନକୁ ବାହାର କରି ନେଇ ସ୍ଥିର ହୋଇଯାଆନ୍ତୁ। 2 ଘଣ୍ଟା ପରେ ଦେଖନ୍ତୁ ଗୋଡ଼ ଝିମା ଖାଇଗଲାଣି, ନିଷ୍ପ୍ରାଣ ହେବା ଯୋଗୁଁ କାଠ ପରି ହୋଇଗଲାଣି। ଏପରି କାହିଁକି ହେଲା? ଏଇଥିପାଇଁ ଯେ ଏ ଅଙ୍ଗ 2 ଘଣ୍ଟା ପର୍ଯ୍ୟନ୍ତ ହଲି ନାହିଁ। ଅଙ୍ଗର ହଲାହଲି ଦ୍ୱାରା ସେଥିରେ ଆତ୍ମା, ଜୀବନ ବା ମନ ବାରମ୍ବାର ବିଶେଷ ରୂପରେ ଯା ଆସ କରେ। କାରଣ ଜଡ଼ ତତ୍ତ୍ୱରୁ ତିଆରି ଶରୀରକୁ ଆତ୍ମା ହିଁ ଆସି ସଜୀବ କରେ, ସଚେତନ କରେ, ସବୁ ଜିମା ଭରେ, ସରସ ସୁନ୍ଦର କରେ ଏବଂ ହଲାହଲି କରେ। ଆତ୍ମା ସଙ୍ଗରେ ମନ, ଇଚ୍ଛା, ସଜୀବତା ଏବଂ ପ୍ରାଣ ଚାଲେ ଏବଂ ଏମାନଙ୍କ ସଙ୍ଗେ ସଙ୍ଗେ ରକ୍ତ ମଧ୍ୟ ଚାଲେ। ଆତ୍ମା ବା ଜୀବନ ବିଚାରମୟ ଏବଂ ମନୋମୟ। ତେଣୁ ଯେଉଁଠାରେ ମନ ଏବଂ ଆତ୍ମା ରହେ ସେହି ଅଙ୍ଗରେ ସଜୀବତା, ପ୍ରାଣ ଏବଂ ରକ୍ତ ବିଶେଷ ରୂପରେ ରହେ। 2 ଘଣ୍ଟା ପର୍ଯ୍ୟନ୍ତ ନିଶ୍ଚଳ ଏବଂ ସ୍ଥିର ହୋଇ ରହିବା ପରେ ଯେତେବେଳେ ଉଠି ଚାଲିବାକୁ ଇଚ୍ଛା ହେଲା ତେବେ ଆତ୍ମା, ମନ ଏବଂ ଆପଣଙ୍କ ବିଚାର ଗୋଡ଼କୁ ଗଲା। ଆପଣଙ୍କର ମନ, ବିଚାର, ସ୍ମରଣ, ସଜୀବତା ଅଥବା ସଚେତନା ଗୋଡ଼ ଦିଗକୁ ଝୁଙ୍କିଲା, ଗୋଡ଼ର ସ୍ମରଣ କଲା ଏବଂ ଗୋଡ଼ ଆଡ଼କୁ ଗଲାରୁ ରକ୍ତ ଏବଂ ପ୍ରାଣ ମଧ୍ୟ ବିଶେଷ ରୂପରେ ସେଠାକୁ ଯିବାକୁ ଲାଗିଲା। ତାହାର ସେଠାକୁ ଓହ୍ଲାଇବାର କ୍ରିୟା ଯୋଗୁଁ ଗୋଡ଼ରେ ଝିମା ହେବାର ଜଣାଗଲା ଏବଂ ମନ ତଥା ପ୍ରାଣ ଏବଂ ରକ୍ତ ବିଶେଷ ରୂପରେ ଓହ୍ଲାଇ ଆସିବା ଯୋଗୁଁ ଗୋଡ଼ର ଝିମା, ଜଡ଼ତା ଏବଂ ସଂକୋଚନ ଦୂର ହୋଇଗଲା। ନିଷ୍ପ୍ରାଣ, ନିର୍ଜୀବ ଏବଂ ଜଡ଼ ହୋଇଥିବା ଗୋଡ଼ର ଜୀବନ ଆସିଗଲା ଏବଂ ଗୋଡ଼ ଚାଲିବାର ଯୋଗ୍ୟ ହୋଇଗଲା। ଗୋଡ଼ର ସ୍ମରଣ ବା ବିଚାର ଆସିବା ସଙ୍ଗେ ସଙ୍ଗେ ଜୀବ, ଆତ୍ମା ବା ଜୀବନ ଗୋଡ଼ ଦିଗକୁ ଦୌଡ଼ି ଚାଲିଲା। ଜଡ଼ ପରି ନିର୍ଜୀବ ହୋଇଯାଇଥିବା ଗୋଡ଼କୁ ଏ ଆତ୍ମା ସଜୀବ କରିଦେଲା। ସଜୀବତା,
ସଚେତନ ମନ ଆତ୍ମା ବା ଜୀବ ଅମୃତ ଏବଂ ଅଚେତନତା ହିଁ ମୃତ୍ୟୁ ବା ମୃତ। ଯେ ମୃତ ନୁହେଁ ସେ ଅମୃତ। ଏହି ମୃତ ବା ଜଡ଼ ତତ୍ତ୍ୱରୁ ତିଆରି ଜଡ଼ ଏବଂ ମୃତ ଶରୀରରେ ଅମୃତ ମିଶାଇ ସଜୀବ ସରସ ସଚେତନ ସୁନ୍ଦର ଏବଂ ଗତିଶୀଳ କରିଦିଏ। ଏ ଅମୃତ ଯଦି ଯୋଗର ବିଶେଷ କ୍ରିୟା ଦ୍ୱାରା ଅଥବା ଚକ୍ରଭେଦନ ଯୋଗ ଦ୍ୱାରା, ଯାହା ମଣି ସମାଜର ପ୍ରତ୍ୟେକ ସଦସ୍ୟକୁ କୁହାଯାଇଥାଏ, 24 ଘଣ୍ଟା ମଧ୍ୟରେ ଥରେ ପ୍ରତି ଅଙ୍ଗରେ ପ୍ରତି ଗଣ୍ଠିରେ ଏବଂ ଶରୀରରେ ପ୍ରତି କୋଣରେ ଯଦି ଢାଳି ଦିଆଯାଏ, ତାହେଲେ ଏ ଶରୀର ଦିବ୍ୟ ନିରୋଗ ସବଳ ସଚେତନ ସୁନ୍ଦର ଏବଂ ଅମର ହୋଇଯାଏ। ଆଉ ଏ ଅମୃତ ଏ କ୍ରିୟା ଦ୍ୱାରା ବା ଏ ସାଧନ ଦ୍ୱାରା ମସ୍ତିଷ୍କର ପ୍ରତି କୋଣରେ ପହଞ୍ଚି ମସ୍ତିଷ୍କକୁ ହୃଦୟକୁ ବା ମନ ଏବଂ ବୁଦ୍ଧିକୁ ଏପରି ଯୋଗ୍ୟ କରିଦିଏ ଯେ ମନୁଷ୍ୟକୁ ପ୍ରକୃତ ବ୍ରହ୍ମ ଜ୍ଞାନ ହୋଇଯାଏ ଏବଂ ମନୁଷ୍ୟ କୃତ୍ୟ ହୋଇ ଜୀବନ ମୁକ୍ତ ହୋଇ ଧନ୍ୟ ହୋଇଯାଏ। ତାହା ହିଁ ସାଧନ, ଯାହାଦ୍ୱାରା ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଗତିଶୀଳ ହୋଇ ଜୀବନ ରୂପୀ ଅମୃତ ପାନ କରେ, ଯାହାଦ୍ୱାରା ପ୍ରକୃତ ସମାଧି ଲାଗେ ଏବଂ ପ୍ରକୃତ ଶାନ୍ତି ମିଳେ। ଏହାକୁ ଯେ କହିଦିଏ ସେ ସଦ୍ଗୁରୁ, ସେହି ପୁରୁଷ ଯାହାର ସମାନତା କୌଣସି ଦେବତା ଅବତାର ବା ପେଗମ୍ବର କରିପାରନ୍ତି ନାହିଁ, କାରଣ ଏମାନେ ଆଜି ପର୍ଯ୍ୟନ୍ତ ସଂସାରକୁ ଏ ସାଧନ ଶିଖାଇ ନାହାନ୍ତି। ଏପରି ସଦ୍ଗୁରୁ ସଙ୍ଗେ ସଂସାରରେ କେହି ଯେତେବେଳେ ସମାନ ହୋଇପାରନ୍ତି ନାହିଁ, ତେବେ ଏ ମତବାଦୀମାନଙ୍କର ମତବାଦୀ ଈଶ୍ୱର କ'ଣ କରିବ, ଯାହା ମତବାଦ ଏବଂ ମତବାଦୀମାନଙ୍କର କଳ୍ପନା ମାତ୍ର ଅନ୍ୟ ବ୍ୟାୟାମ ଦ୍ୱାରା ମଧ୍ୟ ଶରୀରର ସର୍ବାଙ୍ଗ ସାଧନ ନହେଲେ ମଧ୍ୟ କିଛି ଅଙ୍ଗକୁ ଗତି ମିଳିଥାଏ। କେତେକ ଅଙ୍ଗର ସଂକୁଚନ ଏବଂ ପ୍ରସାରଣ ବା ସେଗୁଡ଼ିକର ହଲାହଲି ହୋଇଥାଏ। ମାତ୍ର ସଂସାରରେ ଯେତେ ବ୍ୟାୟାମ ରହିଛି, ତାହା ଦ୍ୱାରା ଶରୀରର ଅଙ୍ଗର ଯେଉଁ ହଲଚଲ ବା ସଂକୁଚନ ପ୍ରସାରଣ ହୋଇଥାଏ, ତାହା ଟଣାଟଣି କରି ବା ମୋଡ଼ାମୋଡ଼ି କରି ହୋଇଥାଏ, ଯାହା ଶରୀରକୁ ସୁନ୍ଦର ନ କରାଇ ସ୍ଥାନେ ସ୍ଥାନେ ଶକ୍ତ ବିସ୍ତୃତ ଏବଂ ଜଡ଼ତା ଏବଂ ସଂକୁଚିତ ଦିଗକୁ ଗତି କରାଇ କ୍ରମଶଃ ଶରୀରକୁ ମୃତ୍ୟୁ ଜରା ଏବଂ ଜଡ଼ତା ଆଡ଼କୁ ଆଗେଇ ନିଏ। ମଣି ସମାଜର ଏ ଯୋଗ ବ୍ୟାୟାମକୁ ଛାଡ଼ି ବାକି ସବୁ ବ୍ୟାୟାମରେ ଅବଶ୍ୟ ବଳ ଅଧିକ ହୋଇଥାଏ। ମାତ୍ର ଯେପରି ଯୋଗ ବ୍ୟାୟାମରେ ହଜାର ହଜାର ଗୁଣ ରହିଛି, ସେହିପରି ଅନ୍ୟ ବ୍ୟାୟାମରେ ହଜାର ହଜାର ଦୋଷ ରହିଛି। ମଣି ସମାଜର ଏ ଯୋଗ ବ୍ୟାୟାମକୁ ଛାଡ଼ି ଅନ୍ୟ ସବୁ ବ୍ୟାୟାମ ଦ୍ୱାରା ଶରୀରର ଅଙ୍ଗଗୁଡ଼ିକୁ ଟଣାଟଣି ବା ମୋଡ଼ାମୋଡ଼ି କରାଯାଇଥାଏ। ଏହାଦ୍ୱାରା ଶରୀର ସୁନ୍ଦର ନରମ ସଜୀବ ଏବଂ ସରସ ନ ହୋଇ କ୍ରମଶଃ କଠିନ ଦୃଢ଼ କଠୋର ଏବଂ ଜଡ଼ ହୋଇଯାଉଥାଏ, ଯାହା ଶରୀରକୁ ଜଡ଼ତା କଠୋରତା ଶକ୍ତ ଏବଂ ମୃତ୍ୟୁ ଆଡ଼କୁ ନେଇଯାଏ। ସଂକୋଚନ ଏବଂ ପ୍ରସାରଣ ରୂପରେ ଶରୀରର ଅଙ୍ଗ ପ୍ରତ୍ୟଙ୍ଗରେ ମଣି ସମାଜର ପ୍ରକୃତ ଯୋଗକୁ ଯୋଗବିଧି ଦ୍ୱାରା ଗତି ଦେଲେ ଶରୀରର ଅଙ୍ଗ କେବଳ ସିଦ୍ଧ ହୋଇଯାଏ ନାହିଁ, କିନ୍ତୁ ମସ୍ତିଷ୍କର ପ୍ରତ୍ୟେକ କୋଣ ବା ପ୍ରତ୍ୟେକ କୋଷ ଅଥବା ତାହାର ପ୍ରତ୍ୟେକ ସେଲ୍ ସଚେତନ ହୋଇ ବିକଶିତ ହୁଅନ୍ତି, ଯାହାଦ୍ୱାରା ମନୁଷ୍ୟ ସେ ଜ୍ଞାନକୁ ପାଇଯାଏ, ଜାଣିଯାଏ ଏବଂ ତଥ୍ୟର ବୁଝିଯାଏ, ଯାହାଦ୍ୱାରା ମନୁଷ୍ୟ ଶାନ୍ତିମୟ ଆନନ୍ଦମୟ ଏବଂ ଜୀବନ ମୁକ୍ତ ହୋଇ ସଚିତାନନ୍ଦର ପଦବୀ ପାଇଯାଏ। ଏହା ଠିକ୍ ଯେ ଜ୍ଞାନ ହିଁ ମୁକ୍ତିର କାରଣ, ମାତ୍ର ଯୋଗ ସାଧନ ବିନା ମନୁଷ୍ୟ ସେ ସତ୍ୟ ଜ୍ଞାନକୁ ପାଇପାରେ ନାହିଁ, ଯାହା ପାଇ ମନୁଷ୍ୟ ଅମୃତର ସ୍ୱରୂପ ଏବଂ କଲ୍ୟାଣର ଭଣ୍ଡାର ଶିବ ସ୍ୱରୂପ ହୋଇଯାଏ। ଯେତେବେଳେ ଔଷଧ ଦ୍ୱାରା କୌଣସି ଲାଭ ହୁଏ ନାହିଁ, ଡାକ୍ତର ଆସ୍ତେ ଆସ୍ତେ ଚଲାବୁଲା କରିବା ପାଇଁ, ବାୟୁ ସେବନ ପାଇଁ ବା ଜଳବାୟୁ ପରିବର୍ତ୍ତନ କରିବା ପାଇଁ ପରାମର୍ଶ ଦେଇଥାନ୍ତି। ଯୋଗରେ ମଧ୍ୟ 24 ଘଣ୍ଟାରେ ଘଣ୍ଟେରୁ 2 ଘଣ୍ଟା ବୁଲିବା ପାଇଁ ଉପଦେଶ ଦିଆଯାଇଥାଏ। ଏହାଦ୍ୱାରା ହୃଦୟ ବୁଦ୍ଧି ଶରୀର ମନ ଏବଂ ମସ୍ତିଷ୍କ ସବୁ ସଚେତନ ଉତ୍ସାହପୂର୍ଣ୍ଣ ଏବଂ ସତେଜ ହୋଇଯାଏ। ମାତ୍ର ଏ ବୁଲିବା ବାହାରେ ନୁହେଁ, ଭିତରେ ହୁଏ। ଯୋଗୀର ବୁଲିବା ବାହାର ବ୍ରହ୍ମାଣ୍ଡରେ ହୋଇନଥାଏ, ଭିତର ବ୍ରହ୍ମାଣ୍ଡରେ ହୁଏ। ଯୋଗୀ ମଧ୍ୟ ଜଣେ ପରିବ୍ରାଜକ, ଜଣେ ଯାତ୍ରୀ, ମାତ୍ର ସେ ବାହାର ସଂସାରର ଯାତ୍ରୀ ବା ଭ୍ରମଣକାରୀ ନୁହେଁ। ସେ ଯୋଗ
ରୂପକ ବାୟୁଯାନରେ ଚଢ଼ି ଭିତରର ବ୍ରହ୍ମାଣ୍ଡରେ ଘୁରେ ଏବଂ ଭିତରେ ଥିବା ସମସ୍ତ ଷ୍ଟେସନମାନଙ୍କରେ ରହି ରହି ନିଜର ବ୍ରହ୍ମାଣ୍ଡକୁ 1-2 ଘଣ୍ଟା ମଧ୍ୟରେ ଘୂରି ଆସେ। ଭିତରର ବାୟୁଯାନ ଜଗିକୁ ଉପରରୁ ଉପରକୁ ଉଡ଼ାଇ ଏତେ ଉଚ୍ଚକୁ ନେଇଯାଏ ଯେ ସେତେ ଉଚ୍ଚକୁ ବାହ୍ୟ ବାୟୁଯାନ ଦ୍ୱାରା କୋଟି କୋଟି ବର୍ଷ ଉଡ଼ିଲେ ମଧ୍ୟ କେହି ପହଞ୍ଚି ପାରିବେ ନାହିଁ। ଯାତ୍ରା କଲେ ବା ବୁଲିଲେ ମନୁଷ୍ୟ ଅବଶ୍ୟ ଅନୁଭବୀ ହୋଇଥାଏ, ମାତ୍ର ଜଗର ବାୟୁଯାନରେ ଭିତର ବିଶ୍ୱର ଯାତ୍ରା କରିବା ଦ୍ୱାରା ଯେଉଁ ଅନୁଭବ ବା ଜ୍ଞାନ ହୁଏ ଜନ୍ମ ଜନ୍ମାନ୍ତର, ତାହା କୋଟି କୋଟି ବର୍ଷ ପର୍ଯ୍ୟନ୍ତ ବାହାର ସଂସାରର ଯାତ୍ରା କଲେ ମଧ୍ୟ ତାହା ମିଳେ ନାହିଁ। ଏ ପ୍ରକୃତ ଜଗର ଶିକ୍ଷା ଲେଖା ଦ୍ୱାରା, ପତ୍ର ଦ୍ୱାରା ବା ପୁସ୍ତକ ଦ୍ୱାରା ହୋଇପାରେ ନାହିଁ। ଏ ଶିକ୍ଷା କରିବା ପାଇଁ ମୁନି ସମାଜକୁ ଆସିବା ପାଇଁ ହେବ। ମୁନି ସମାଜର କୌଣସି ଯୋଗ ଶିକ୍ଷକ ପାଖକୁ ଯାଇ ବସି ଶିକ୍ଷା କରିବାକୁ ହେବ। ଅନ୍ୟ କୌଣସି ଉପାୟରେ ଏହା ମିଳିବ ନାହିଁ। ଯେଉଁମାନେ ଏହାର ଅଧିକାରୀ ନୁହନ୍ତି ସେମାନେ ଏହାକୁ ପାଇବାକୁ ଚେଷ୍ଟା କରନ୍ତୁ ନାହିଁ। ଜଣେ ବେପାରୀ ପାଖରେ ଯଦି 10ଟି ଦୋକାନ ଥାଏ ଅଥବା ବିଭିନ୍ନ ସ୍ଥାନରେ ଯଦି 10ଟି କୋଠା ଚାଲୁଥାଏ, ତେବେ ତାହାକୁ ପ୍ରତ୍ୟେକ ଦୋକାନର ନିରୀକ୍ଷଣ କରିବାକୁ ହେବ। ପ୍ରତ୍ୟେକ ଦୋକାନକୁ ଯାଇ ତାହାର ଦେଖାଶୁଣା କରିବା ପାଇଁ ହେବ। କୌଣସି କୃଷକ ପାଖରେ 10ଟି ଜମି ଥିଲେ ସେ 10ଟିର ନିରୀକ୍ଷଣ ମଧ୍ୟ ଆବଶ୍ୟକ। 10ଟି ସ୍ଥାନରେ ଯଦି ଶ୍ରମିକମାନେ କାମ କରନ୍ତି, ସେସବୁ ସ୍ଥାନକୁ ମାଲିକ ଯଦି ନ ଯାଏ, ତେବେ ସେଠାରେ ଶ୍ରମିକମାନେ ଠିକ୍ ଭାବରେ କାମ କରିବେ ନାହିଁ। ଠିକ୍ ଏହିପରି ଜୀବର 32ଟି ଦୋକାନ ରହିଛି। ଏସବୁ ଦୋକାନରେ 1 ଲକ୍ଷ କରି ଶ୍ରମିକ ଆଉ 2 କୋଟି ସୈନିକ ଅଛନ୍ତି। ଏହାର ମାଲିକ ଏବଂ ସେନାପତି ବା ଅଧ୍ୟକ୍ଷ ସବୁ ଜୀବ। ଏହାର ନାମ ଆତ୍ମା। ଏହାକୁ 24 ଘଣ୍ଟାରେ ଥରେ ନିଜର ସମସ୍ତ କାର୍ଯ୍ୟର ସ୍ଥାନ ଏବଂ ସୈନିକ ଛାଉଣି ଦେଖି ଆସିବା ଉଚିତ। ମଜୁରିଆମାନେ ସଫେଇ କାମ କରନ୍ତି ଏବଂ ଖରାପ ହୋଇଯାଇଥିବା କଳ କବ୍ଜାକୁ ମରାମତି ଏବଂ ତିଆରି କରନ୍ତି। ସୈନିକମାନେ ଶରୀରର ବାହାରର ଶତ୍ରୁମାନଙ୍କ ସଙ୍ଗେ ସର୍ବଦା ଲଢ଼ାଇ କରନ୍ତି। ସେମାନେ ସେତେବେଳେ କାମ ଠିକ୍ ଭାବରେ କରନ୍ତି ଯେତେବେଳେ ଏ ଶରୀରର ମାଲିକ ଜୀବ ବା ଆତ୍ମା ଏ ଶରୀରର ପ୍ରତ୍ୟେକ ଅଙ୍ଗ ଏବଂ ସ୍ଥାନକୁ ସର୍ବଦା ଦେଖାଦେଖି କରେ। ମାତ୍ର ଶରୀରର ଏସବୁ ସ୍ଥାନ ଗୁଡ଼ିକର ନିରୀକ୍ଷଣ କରିବାର ବିଧି ନ ଶିଖିଲେ ହୋଇପାରିବ ନାହିଁ। ଯେପରି ଜମିର ସିଞ୍ଚନ ପାଣି ଦ୍ୱାରା ହୋଇଥାଏ, ସେହିପରି ଶରୀର ରୂପୀ ଜମି ବା କ୍ଷେତର ସିଞ୍ଚନ ପ୍ରାଣ, ରକ୍ତ ଏବଂ ଚେତନ ଜୀବ ଅଥବା ଆତ୍ମା ଦ୍ୱାରା ହୋଇପାରେ। ମୁଁ ଏହା ଆଗରୁ କହିସାରିଛି ଯେ ଯେଉଁଠାରେ ଆତ୍ମା ବିଶେଷ ରୂପରେ ପହଞ୍ଚେ ସେଠାରେ ଶୁଦ୍ଧ ପ୍ରାଣ ଏବଂ ଆତ୍ମା ଦ୍ୱାରା ଥରେ ଶରୀରରେ ସିଞ୍ଚନ ହୋଇଗଲେ ଶରୀର ସବୁଜ, ତାଜା, ସତେଜ, ନିରୋଗ, ଆନନ୍ଦଯୁକ୍ତ, ସୁଖୀ ଏବଂ ଉତ୍ସାହପୂର୍ଣ୍ଣ ହୋଇଯାଏ। ଏ ବିଧି ପ୍ରକୃତ ଯୋଗ ସାଧନ ଦ୍ୱାରା ମିଳିପାରେ। ଏ ଯୋଗ ବିଧିକୁ ଠିକ୍ ଭାବେ ଶିକ୍ଷା ନ କଲେ ଜାଣିପାରିବେ ନାହିଁ। ଯୋଗର ଏ ବିଧି ବହୁତ ଦିନରୁ ଲୁପ୍ତ ହୋଇଯାଇଥିଲା। ଏହାକୁ କୌଣସି ପେଗମ୍ବର, ଦେବଦୂତ ବା ଦେବୀ ଦେବତା ଏବଂ ଅବତାର ପ୍ରକଟ କରିପାରିନଥିଲେ। କିନ୍ତୁ ବର୍ତ୍ତମାନ ସେ ବିଧି କହି ଦିଆଯାଉଛି। ମାତ୍ର ଏ ଖାଣ୍ଟି ଯୋଗର ଶିକ୍ଷା ଲେଖା ଦ୍ୱାରା, ପୁସ୍ତକ ଦ୍ୱାରା ବା ପତ୍ର ବ୍ୟବହାର ଦ୍ୱାରା ହୋଇପାରିବ ନାହିଁ। ଏଥିପାଇଁ ସମ୍ମୁଖରେ ବସି ଶିକ୍ଷା ନେବା ପାଇଁ ପଡ଼ିବ। ଯୋଗର ଶିକ୍ଷା ଗୁରୁମୁଖରୁ ଶୁଣିଲେ ଠିକ୍ ଭାବରେ ହୋଇପାରେ। ଯେଉଁମାନେ ଅଧିକାରୀ ନୁହନ୍ତି ସେମାନଙ୍କୁ ଶିକ୍ଷା ମିଳିପାରିବ ନାହିଁ। ନିଜର ଭଲ ମନ୍ଦ ସବୁ ନିଜ ହାତରେ ରହିଛି, ଈଶ୍ୱର କିମ୍ବା ଅନ୍ୟ କାହାରି ହାତରେ ନୁହେଁ। ମନୁଷ୍ୟ ଯେପରି କରୁଛି ସେପରି ପାଉଛି ବା ଭୋଗୁଛି, ଏହା ନିଶ୍ଚିତ ଏବଂ ସର୍ବମାନ୍ୟ। ଏହା ସମସ୍ତେ ମାନନ୍ତି ଏବଂ ଏହା ନିତାନ୍ତ ସତ୍ୟ। ମାତ୍ର ମତବାଦୀ ପୁରୁଷ ଏବଂ ରାଜନୈତିକ ଲୋକମାନେ କହନ୍ତି ଯେ ଈଶ୍ୱର ଯେପରି ଚାହୁଁଛନ୍ତି ସେପରି ହେଉଛି। ଯାହା ହେବ ସେ ମାଲିକ, ଶାସକ ଏବଂ ତାଙ୍କର ନିୟମ ଅନୁସାରେ ହେବ। ଯଦି ଶାସକ, ମାଲିକ ଏବଂ ନିୟମ ଭଲ ହେବ, ଯଦି ଈଶ୍ୱର ଚାହିଁବେ ତ ମନୁଷ୍ୟର ଭଲ ହୋଇପାରିବ, ନଚେତ୍ ନୁହେଁ। ଏଥିପାଇଁ ମନୁଷ୍ୟ ନିଜର ଭଲ ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରିବାରେ ଏବଂ ଶାସକ, ରାଜା, ନିୟମ ତଥା ତାହାର ରାଜନୈତିକ ପରିବର୍ତ୍ତନ ଆଣିବା ପାଇଁ ଆନ୍ଦୋଳନ କରିବାରେ ସମୟ ନଷ୍ଟ କରୁଛନ୍ତି। ଏହା ସର୍ବଦା ବ୍ୟର୍ଥ। ଈଶ୍ୱରଠାରେ ପ୍ରାର୍ଥନା କରି କରି, ନିୟମର ପରିବର୍ତ୍ତନ କରି କରି, ରାଜନୈତିକ ପରିବର୍ତ୍ତନର ଆନ୍ଦୋଳନ କରି କରି
ଏବଂ ସୁଧାରିବା ପାଇଁ ଶାସକ ଏବଂ ଶାସନରେ ପରିବର୍ତ୍ତନ କରି କରି ଯୁଗ ଯୁଗାନ୍ତର କଟାଇ ଦେଲେଣି। ଶାସକ ପରେ ଶାସକ ଆସିଲେଣି ଏବଂ ଚାଲିଗଲେଣି। ଅନେକ ରାଜନୈତିକ ଦଳ ଯେଉଁମାନେ କହୁଥିଲେ ଯେ ଶାସନ କ୍ଷମତା ହାତକୁ ଆସିଲେ ସବୁ ଠିକ୍ କରିଦେବେ, ସମସ୍ତଙ୍କୁ ମୁକ୍ତ ଏବଂ ସୁଖୀ କରିଦେବେ, କେହି କିଛି କରିପାରିନାହାନ୍ତି। କୁହାଯାଇଥାଏ ଯେ ଈଶ୍ୱର କାହାରି ଖରାପ ଚାହାନ୍ତି ନାହିଁ, ପାପ ଚାହାନ୍ତି ନାହିଁ। ଈଶ୍ୱର ଅନ୍ୟାୟ, ଅସତ୍ୟ ଏବଂ ପାପର ଦୂରକାରୀ ହେବା ସଙ୍ଗେ ସଙ୍ଗେ ସର୍ବଶକ୍ତିମାନ ମଧ୍ୟ। ଈଶ୍ୱର ପୂର୍ଣ୍ଣ ସର୍ବଶକ୍ତିମାନ ହୋଇ ସର୍ବତ୍ର ବର୍ତ୍ତମାନ ଅଛନ୍ତି। ତେଣୁ ତାହା ହେବ, ତାହା ହିଁ ହୋଇଛି ଯାହା ସେ ଚାହିଁଛନ୍ତି। ଗୋଟିଏ ତୃଣ, ଗୋଟିଏ ପତ୍ର ମଧ୍ୟ ତାହାର ବିନା ଇଚ୍ଛାରେ ହଲୁ ନାହିଁ। ବର୍ତ୍ତମାନ ପ୍ରଶ୍ନ ଏଇଆ ଯେ ସଂସାରରେ ଅନ୍ୟାୟ, ପାପ, ଅତ୍ୟାଚାର, ଅସତ୍ୟ ଏବଂ ଅହିଂସା କାହିଁକି ରହିଛି? ଏସବୁ ଅଧିକ କାହିଁକି ରହିଛି? ଏପରି କାହିଁକି? କ'ଣ ଈଶ୍ୱର ଏହାକୁ ଦୂର କରିବାକୁ ଚାହାନ୍ତି ନାହିଁ? ଈଶ୍ୱର ଏଗୁଡ଼ିକୁ ଦୂର କରିପାରୁନାହାନ୍ତି? ଏହାକୁ ଦୂର କରିବା ତାଙ୍କର ଶକ୍ତିର ବାହାର କଥା। ଏହା ମଧ୍ୟରୁ ଯାହା ବି ହେଉ, ଦୁଇଟି ମଧ୍ୟରୁ କୌଣସି ଗୋଟିଏ ତ ହୋଇଥିବ। ଏପରି ଅବସ୍ଥାରେ ଈଶ୍ୱର କୌଣସି ପ୍ରକାର ସିଦ୍ଧ ହୋଇପାରୁନାହାନ୍ତି। ଯଦି ଏ ସଂସାରରୁ ଅନ୍ୟାୟ, ପାପ, ଜାଲିଆତି, ଲାଞ୍ଚଖୋରି, ବେଇମାନୀ, ଅସତ୍ୟ, ହିଂସା, ନିର୍ଦ୍ଦୟତା ଏବଂ ଅତ୍ୟାଚାରକୁ ଦୂର କରିପାରୁନାହାନ୍ତି, ତେବେ ସେ ସର୍ବଶକ୍ତିମାନ ନୁହନ୍ତି। ଆଉ ଯଦି ସର୍ବଶକ୍ତିମାନ ନୁହନ୍ତି, ତେବେ ସେ ଈଶ୍ୱର ନୁହନ୍ତି। ଯଦି ସେ ଏସବୁ ଦୂର କରିବାର ଶକ୍ତି ରଖି ମଧ୍ୟ, ଏସବୁ କଥା ଜାଣି ମଧ୍ୟ ଏହାକୁ ଦୂର କରିବାକୁ ଚାହୁଁନାହାନ୍ତି, ତେବେ ଏହା ସିଦ୍ଧ ହେଉଛି ଯେ ସେ ମଧ୍ୟ ଏଗୁଡ଼ିକର ପକ୍ଷପାତୀ। ସେ ମଧ୍ୟ ଏସବୁ ଅନ୍ୟାୟ ହେଉ ବୋଲି ଚାହାନ୍ତି ଏବଂ ଏ ଅନ୍ୟାୟଗୁଡ଼ିକର ସାଥୀ। ସେ ଯଦି ଏହି ପାପଗୁଡ଼ିକର ସାଥୀ ଅଟନ୍ତି, ତେବେ ସେ ଯେ କେହି ବି ହେଉନା କାହିଁକି ଈଶ୍ୱର ହୋଇନପାରେ। ତେଣୁ କେହି ଏପରି ଈଶ୍ୱର ରହିଛି ଯେ ଆମକୁ ଦୁଃଖ, କଷ୍ଟ, ରୋଗ, ଦୋଷ, ଦୁର୍ବଳତା, ଅଜ୍ଞାନ ଆଉ ଅନେକ ପ୍ରକାରର ବନ୍ଧନରୁ ମୁକ୍ତ କରିପାରିବ? ଏପରି ମାନିବା ମହା ଅଜ୍ଞାନ ଏବଂ ବହୁତ ବଡ଼ ମୂର୍ଖତା। ଯଦି ଏପରି ହେଉଥାନ୍ତା, ଯଦି ଏପରି କେହି ଥାନ୍ତା, ତେବେ ସେଗୁଡ଼ିକୁ କେବେଠାରୁ ସେ ଦୂର କରିଦେଇଥାନ୍ତା। ସେଗୁଡ଼ିକୁ ଉତ୍ପନ୍ନ ହେବାକୁ ଦିଅନ୍ତା ନାହିଁ, ସେଗୁଡ଼ିକୁ ତିଆରି କରିନଥାନ୍ତା, ସେଗୁଡ଼ିକୁ ନିଜର ସଂସାରକୁ ଆସିବାକୁ ଦିଅନ୍ତା ନାହିଁ, ରହିବାକୁ ମଧ୍ୟ ଦିଅନ୍ତା ନାହିଁ। କ'ଣ କେହି ମନୁଷ୍ୟ ନିଜର ବା ନିଜର ପିଲାମାନଙ୍କ ଘରେ ସାପ, ବିଛା ପ୍ରଭୃତିକୁ ରହିବାକୁ ଦିଏ? ଯଦି ତାଙ୍କର ଅଜାଣତରେ ଏସବୁ ତାଙ୍କର ସଂସାରରେ ଆସିଥାନ୍ତି ଏବଂ ରହିଥାନ୍ତି, ତେବେ ସେ ସର୍ବଜ୍ଞ ନୁହନ୍ତି। ଯଦି ସେ ସର୍ବଜ୍ଞ ନୁହନ୍ତି, ତାହେଲେ ଅଳ୍ପଜ୍ଞ ହେବା ଯୋଗୁଁ ମତବାଦୀ ଈଶ୍ୱର କେବେ ନାହାନ୍ତି। ଈଶ୍ୱର କେବଳ ଅଜ୍ଞାନୀ ମାନଙ୍କର କଳ୍ପନା ଛଡ଼ା ଅନ୍ୟ କିଛି ନୁହେଁ। ସେ ଦେଖାଯାଉ ନାହିଁ। କେବଳ ଏତିକି ନୁହେଁ, ସେ କୌଣସି ପ୍ରକାରରେ ମଧ୍ୟ ସିଦ୍ଧ ହୋଇପାରୁନାହିଁ। ଭଲ ବା ଖରାପ, ପୁଣ୍ୟ ବା ପାପ, ଯାହା ହେଉଛି ମନୁଷ୍ୟର ନିଜର କର୍ମ ଯୋଗୁଁ ହେଉଛି ଏବଂ ନିଜେ ଭୋଗ କରୁଛି। ଯଦି ସମସ୍ତଙ୍କୁ ବାଧ୍ୟ କରି ସବୁକିଛି ସମସ୍ତଙ୍କ ଦ୍ୱାରା ଈଶ୍ୱର କରାଉଥାନ୍ତା, ତାହେଲେ ତାହାର ଦଣ୍ଡ ବା ଫଳର ଅଧିକାରୀ ଏବଂ ଭୋକ୍ତା ମଧ୍ୟ ଈଶ୍ୱର ହିଁ ହୁଅନ୍ତା। କିନ୍ତୁ ଦେଖାଯାଇଥାଏ ଯେ ମନୁଷ୍ୟ ହିଁ ଭୋଗ କରୁଛି, ତେଣୁ ମନୁଷ୍ୟ ହିଁ କର୍ତ୍ତା, ମନୁଷ୍ୟ ହିଁ ନିଜର ଭାଗ୍ୟର ନିର୍ମାଣ କର୍ତ୍ତା। ମନୁଷ୍ୟ ନିଜକୁ, ନିଜର ଅନ୍ତଃକରଣକୁ, ନିଜର ବୁଦ୍ଧି, ମନ ଏବଂ ମସ୍ତିଷ୍କକୁ ଯେପରି ଚାହିଁବ ସେପରି ତିଆରି କରିପାରିବ। ମନୁଷ୍ୟର କ୍ରିୟା ବା ସାଧନା ତାହାର ବୁଦ୍ଧି, ମସ୍ତିଷ୍କ, ଭାବନା, ଜ୍ଞାନ, ଶ୍ରଦ୍ଧା, ମନ ଏବଂ ବିଶ୍ୱାସ ଅନୁସାରେ ହୋଇଥାଏ। ଯେହେତୁ ମନୁଷ୍ୟ ଗୋଟିଏ ମନୋମୟ ଏବଂ ଭାବନାମୟ ପ୍ରାଣୀ, ଜ୍ଞାନମୟ, ଇଚ୍ଛାମୟ, ଶ୍ରଦ୍ଧାମୟ ଏବଂ ବିଶ୍ୱାସମୟ ପ୍ରାଣୀ ମଧ୍ୟ। ଯଦି ନିଜର ବିଦ୍ୱାନ ହେବାର ଇଚ୍ଛା ନଥାଏ, ଯଦି ଆପଣ ନିଜର ଇଚ୍ଛାନୁସାରେ ବିଦ୍ୟା ଲାଭ କରିବା ପାଇଁ ଦେହ, ମନ ଏବଂ ମସ୍ତିଷ୍କ ଦ୍ୱାରା ପରିଶ୍ରମ ନ କରନ୍ତି, ତାହେଲେ କେହି ଆପଣଙ୍କୁ ବିଦ୍ୱାନ କରିବା ପାଇଁ ସମର୍ଥ ହେବେ ନାହିଁ। ମୁନି ସମାଜର ଶିଷ୍ୟ ମଧ୍ୟ ଯଦି ମୁନି ସମାଜ ପାଖକୁ ନ ଆସିବ ଏବଂ ମୁନି ସମାଜଠାରୁ ଜ୍ଞାନ ଗ୍ରହଣ ନ କରିବେ, ନ ଶିଖିବେ, ତାହେଲେ ମୁନି ସମାଜ କିଛି କରିପାରିବ ନାହିଁ। ନିଜର ଭଲ ପାଇଁ କରୁଥିବା ସାଧନ ଏବଂ ଜ୍ଞାନ ଆପଣଙ୍କୁ ସେତେବେଳେ ମିଳିବ ଯେତେବେଳେ ଆପଣ ତାହା ପାଇବା ପାଇଁ ଯତ୍ନ କରିବେ। ଆତ୍ମଜ୍ଞାନ, ପୁସ୍ତକ ପଠନ, ସଦ୍ଗୁରୁଙ୍କୁ ଚିହ୍ନି ସେ ସଦ୍ଗୁରୁଙ୍କ ପାଖକୁ ଯାଇ
ତାଙ୍କଠାରୁ ସତ୍ୟ ଜ୍ଞାନ ଏବଂ ଖାଣ୍ଟି ଯୋଗ ଏବଂ ସାଧନ ଲାଭ କରିବା ତଥା ସାଧନ ନେଇ ପ୍ରତ୍ୟହ ନିୟମାନୁସାରେ ତାହାର ମନନ ଏବଂ ସାଧନ କରିବା ବା ନ କରିବା ସବୁ ଆପଣଙ୍କର ଅଧୀନ। ତେଣୁ ନିଜର ବନ୍ଧନ ଏବଂ ଦୁଃଖ, ସୁଖ, ଉନ୍ନତି ଏବଂ ଅବନତି, ଭାଗ୍ୟ ଏବଂ ଅଭାଗ୍ୟ ତଥା ସ୍ୱର୍ଗ ନର୍କର କାରଣ ଆପଣ ସ୍ୱୟଂ ବା ଆପଣଙ୍କର ଆତ୍ମା, ଅନ୍ୟ କେହି ନୁହେଁ। ଅନ୍ୟର ଭରସାରେ କିଛି ହେବ ନାହିଁ। ଈଶ୍ୱର ଛଡ଼ା ଆଉ ଅନ୍ୟର ତ ଅସ୍ତିତ୍ୱ ଅବଶ୍ୟ ରହିଛି। ଈଶ୍ୱର ଛଡ଼ା ଅନ୍ୟର ଅଭାବ ନାହିଁ। ତେଣୁ ଯାହାର ଅସ୍ତିତ୍ୱ ରହିଛି ଆପଣଙ୍କର ଭଲ ବା ଖରାପ କିଛି ହେଲେ କରିପାରନ୍ତି। ମାତ୍ର ଈଶ୍ୱର ତ କିଛି କରିପାରେ ନାହିଁ, କାରଣ ସେ ତ କେବଳ ମନୁଷ୍ୟମାନଙ୍କର କଳ୍ପନା ଛଡ଼ା ଆଉ କିଛି ନୁହେଁ। ଅନ୍ୟ ଯେ ରହିଛି ସେ ନିଜର ଭଲ ପାଇଁ ଚେଷ୍ଟା କରୁଛି। ଯଦି ଅନ୍ୟ କେହି କିଛି କରିପାରେ ତେବେ ଆପଣଙ୍କର ଅଧିକ ଖରାପ କରିପାରେ, ଭଲ ନୁହେଁ। ଯଦି ଅନ୍ୟ କେହି ଆପଣଙ୍କର ଭଲ କରୁଥାଏ ତେବେ ଏଥିପାଇଁ ସେ କରେ ଯେ ତା ଦ୍ୱାରା ତାହାର ଭଲ ହୁଏ ଏବଂ ଆପଣ ତାହାକୁ ଭବିଷ୍ୟତରେ ସାହାଯ୍ୟ କରିବେ। ବାସ୍ତବରେ ଆପଣଙ୍କର ନିଜର ଭଲ ଆପଣଙ୍କର ନିଜ ହାତରେ ରହିଛି। ଆପଣଙ୍କର ଆତ୍ମାର ହାତରେ ରହିଛି। ଅନ୍ୟ ଲୋକମାନଙ୍କ ମଧ୍ୟରୁ ଯଦି କାହାରି ଦ୍ୱାରା ଆପଣଙ୍କର ଉପକାର ହୋଇପାରେ ତେବେ ସେ ଆପଣଙ୍କର ସଦ୍ଗୁରୁ, ଯେ ଆପଣଙ୍କୁ ଖାଣ୍ଟି ସତ୍ୟ ଜ୍ଞାନ ଏବଂ ସାଧନା କହିଦେଇଥାନ୍ତି। ଏହାଦ୍ୱାରା ଆପଣ ପ୍ରକୃତ ମୁକ୍ତି, ଶାନ୍ତି, ସୁଖ, ଆରୋଗ୍ୟ ଏବଂ ଜ୍ଞାନ ପାଇପାରନ୍ତି। ଯୋଗର ଶିକ୍ଷା ପାଇବା ପାଇଁ ମୁନି ସମାଜର ସଦସ୍ୟ ହେବା ଆବଶ୍ୟକ।